କୁଆପଡ଼ା ନିର୍ବାଚନ ପରେ ବେଳେ ଯେଉଁ ଗୋଟେ କୁହାହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କର ଆବଶ୍ୟକତା ନାହିଁ ତାଙ୍କୁ ବୋଧେ ସେଇଟା ବେଶ ବାଧିଲା। ଏଭଳି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ଅଛି, ତାକୁ ଇଗ୍ନୋର କରି ହେବ ନାହିଁ। ତା ମାନେ ନୁହେଁ ଯେ ସୀମାପାର କଂଗ୍ରେସ ନେତାମାନଙ୍କର ଗୋଟିଏ ହେଲା ପ୍ରବୃତ୍ତି ବା ଗୋଟେ ଅଭ୍ୟାସ ହେଇଗଲାଣି। ସମସ୍ତେ ନିଜକୁ ନିଜେ ଇମ୍ପୋର୍ଟାଣ୍ଟ ଭାବୁଛନ୍ତି, ବିଶେଷ ଭାବରେ ଓଡ଼ିଶା କଂଗ୍ରେସ। ମୁଁ ପ୍ରଥମରୁ କହିଛି ଏହା ଗୋଟିଏ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେ ବିଷୟରେ କି ଯେ ବି ହୋନା କାହିଁକି ପ୍ରେସକୁ ଯିବା ଏବଂ ବାହାରକୁ ଯିବାଟା ଠିକ୍ ନୁହେଁ। ବହୁ ଲୋକଙ୍କର ଅସନ୍ତୋଷ ଦଳ ଭିତରେ ଥାଏ। ପ୍ରତ୍ୟେକ ରାଜନୈତିକ ଦଳରେ ନେତାମାନଙ୍କର କିଛି ନା କିଛି ଅସନ୍ତୋଷ ଥାଏ। ସେ ଅସନ୍ତୋଷକୁ ଉପଶମ କରିବା ପାଇଁ ଦଳ ତରଫରୁ ଉଦ୍ୟମ ହେବା ନିହାତି ଆବଶ୍ୟକ। ତେଣୁ ଆମ ଦଳରେ କିଛି ନା କିଛି ଲୋକଙ୍କ ଅସନ୍ତୋଷ ରହିଛି। ଅସନ୍ତୋଷ ଯେ ନାହିଁ ତାହା କହିହେବନି। ତେଣୁ ସେ ଦୃଷ୍ଟିରୁ ମକିମ ବାବୁଙ୍କର ଯେଉଁ ଅସନ୍ତୋଷ ଥିଲା ବା ଯେଉଁ ନେତାମାନଙ୍କର ଏପରି ଅସନ୍ତୋଷ ରହିଛି ତାକୁ ଉପଶମ କରିବା ପାଇଁ ନେତୃମଣ୍ଡଳୀ ଦଳ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଆଉ ମକିମ ବାବୁଙ୍କର କଂଗ୍ରେସ ଦଳ ପ୍ରତି ଯେଉଁ ଅବଦାନ ତାକୁ ମଧ୍ୟ ଆମେ ଭୁଲିବା ଉଚିତ ନୁହେଁ। 1980 ମସିହା ପରେ କଂଗ୍ରେସ କେବେ କଟକରେ ଜିତି ନଥିଲା। ବହୁ ବର୍ଷର ଅକ୍ଳାନ୍ତ ପରିଶ୍ରମ ଫଳରେ ଯାହା ହଉ ଦୁଇ ଥର ସେଠି କଂଗ୍ରେସ ଜିତିପାରିଛି। ଏବେ ମଧ୍ୟ ତାଙ୍କ ଝିଅ ମଧ୍ୟ ସେଠୁ ନିର୍ବାଚିତ ହୋଇଛି। ତାର ପରଫରମେନ୍ସ ବି ବହୁତ ଭଲ, ତାକୁ ଅସ୍ୱୀକାର କରିହେବ ନାହିଁ। ତେଣୁ ବିଶେଷ ଭାବରେ କୁଆପଡ଼ା ନିର୍ବାଚନ ପରେ ବେଳେ ଯେଉଁ ଗୋଟେ କୁହାହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କର ଆବଶ୍ୟକତା ନାହିଁ ତାଙ୍କୁ ବୋଧେ ସେଇଟା ବେଶ ବାଧିଲା। ସେଇଟାକୁ ଆମମାନ ସମସ୍ତେ ସେଥିପାଇଁ ଦାୟୀ। ତାକୁ ଉପଶମ କରିବାର ଥିଲା। ତା ନକରି ସେ ଗୁଡ଼ା ଚିଠି ଫିଠି ଲେଖିଲେ ହାଇକମାଣ୍ଡକୁ ମଧ୍ୟ ସେଠି ଆକ୍ଷେପ କରିଛନ୍ତି। ହଁ ଠିକ୍, ସେ ଯେଉଁ ସତ କଥା ତା ଭିତରେ କିଛି ଥାଇପାରେ। ତାକୁ କିଭଳି ଭାବରେ ଅଶାନ୍ତିକୁ ଦୂର କରିବା ଥିଲା ପ୍ରଥମ କର୍ତ୍ତବ୍ୟ। ଆସଚ ଆମେ ବର୍ତ୍ତମାନ ଦୁର୍ବଳରେ ଅଛୁ। ଏ ଦୁର୍ବଳତାକୁ ସବଳତା କରିବା ପାଇଁ ଆମମାନଙ୍କର ସମସ୍ତ ଉଦ୍ୟମ ହେବା ଦରକାର। ଦଳ କ୍ଷତି ହେବନି। ଦଳର ଶୁଣନ୍ତୁ, ଜଣେ ଯେ କେହି ଜଣେ ବ୍ୟକ୍ତି ମଧ୍ୟ ଦଳରୁ ଚାଲିଗଲେ ଦଳର ନିଶ୍ଚୟ ଏଟା କ୍ଷତି ହେବନି। କେମିତି ଦଳ ଅଧିକରୁ ଅଧିକ ସଂଗଠିତ, ଅଧିକ ଲୋକଙ୍କୁ ଆକର୍ଷିତ ଏବଂ ଦଳ ପ୍ରତି ଆନୁଗତ୍ୟଟା କରିବାର ହେଉଛି ଦଳର କର୍ତ୍ତବ୍ୟ ବା ନେତୃମଣ୍ଡଳୀର କର୍ତ୍ତବ୍ୟ। ସେ କିନ୍ତୁ ତାଙ୍କ ବକ୍ତବ୍ୟରେ କଂଗ୍ରେସ ନୀତି ଆଦର୍ଶରୁ ଯେ ଅଲଗା ହେଇଯାଇଛନ୍ତି ସେ କଥା କହିନାହାନ୍ତି। ତେଣୁ ଦ୍ୟାଟ୍ ଇଜ୍ ଏ ସ୍କୋପ୍ ଟୁ ୟୁନାଇଟ୍ ହିମ୍। ବହିଷ୍କାର ନିଷ୍ପତ୍ତି ଭୁଲ। ବହିଷ୍କାର ଶୁଣନ୍ତୁ, ଯେତେବେଳେ ସାଙ୍ଗେ ସାଙ୍ଗେ ବହିଷ୍କାର କରିଦେଉଛନ୍ତି କରୁଛନ୍ତି, ଯେଉଁମାନେ ବହିଷ୍କାର କରୁଛନ୍ତି ସେମାନେ କିଛି ବିଚାର କରିକି କଥା କହୁଛନ୍ତି ଦଳର ଶୃଙ୍ଖଳା ଦୃଷ୍ଟିରୁ। କିନ୍ତୁ ମକିମ ବାବୁଙ୍କ ଭଳି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ଅଛି, ତାକୁ ଇଗ୍ନୋର କରି ହେବ ନାହିଁ। ତା ମାନେ ନୁହେଁ ଯେ ସୀମାପାର ବିଶୃଙ୍ଖଳା କରିବା। ତେଣୁ ତାଙ୍କର ଯେଉଁ ବକ୍ତବ୍ୟରୁ ଜଣାପଡ଼ୁଛି ତାଙ୍କର କଂଗ୍ରେସ ପ୍ରତି ଦୁର୍ବଳତା ଅଛି ଏବଂ ଯେଉଁ ଅସନ୍ତୋଷ ଅଛି ସମୟ ଆସିବ ସେ ଅସନ୍ତୋଷକୁ ଦୂର କରି କେମିତି ତାଙ୍କୁ କଂଗ୍ରେସ ସହିତ ସାମିଲ କରାଯିବ ସେ ଉଦ୍ୟମ ହେବା ଦରକାର। କିମ୍ବା ମକିମ ବାବୁଙ୍କ ମନ ଭିତରେ ଆଉ କ'ଣ ଅଛି ସେ କଥା ମୁଁ ଜାଣିନି କି ତା ବିଷୟରେ ମୁଁ ତାଙ୍କ ସହିତ ଆଲୋଚନାର ସମାଧାନ ହେଇପାରିଥାନ୍ତା। ନୂଆପଡ଼ା ନିର୍ବାଚନ ବେଳେ ଯେଉଁଭଳି ଭାବରେ ତାଙ୍କୁ ଦାୟିତ୍ୱ ଦିଆଗଲା ନାହିଁ, ପ୍ରଚାର କମିଟିରୁ ବାହାର ଦିଆଗଲା,
से सबु समय जदि असंतोष दूर करा आलोचना होता ये स्थिति कोठे आसीनता बोध आसता मु भावुँ बोध आसता नुआपड़ा इलेक्शन जो कथा कहगला এটা कहबार आवश्यकता नथिला बहु कथा थाए सत्यता थाए किंतु ताकू प्रेस रे बा प्रकाश रे कहबा उचित विभीषण कथाटा बाधिला मुकिम को बोधे बाधिची এবং তাকে কোড় ঠেসা কৰাইতলা କି ଦଳରେ ତାଙ୍କୁ ତାଙ୍କ ମନ ଭିତରେ କିଛି ଅଶାନ୍ତି ନିଶ୍ଚିତ ଥିଲା ଏପରି ବହୁ ଲୋକଙ୍କ ମନ ମଧ୍ୟ ଅଛି ବା ଥାଇପାରେ ଦଳର କର୍ତ୍ତବ୍ୟ କ'ଣ ଦଳର କର୍ତ୍ତବ୍ୟ ଅସନ୍ତୋଷକୁ ଦୂର କରିବା ଜିନ୍ୟୁଇନ୍ ଅସନ୍ତୋଷ ଯୋଉଗୁଡ଼ା ଥିବ ତାକୁ ଦୂର କରିବା ये तो सीधा कार्यानुष्ठान शो कोच नाही शो कोच ये तो सीधा कार्यानुष्ठान है सीधा सीधा कार्यानुष्ठान शोकज तो सी जड़े AICC मेम्बर तापर पूर्वतन MLA तांकर दल प्रति अवदान रही जो रास्त उपशम करने कथा करा जाई नहीं आपण लागु अन्याय हेची मोहम्मद मुकिम को सब अन्याय हेची कि तांकर न्याय होची कि अन्याय होची जो माने निष्पत्ति नौचु से कथा से माने विचार करिवे कि मोटामोटी भाव में ओडिशा रे आमे बहु मकिम बाबूर आवश्यकता अच्छे कांग्रेस दल तेणु जड़े मकिम को छाड़ीदे यहीपरी अन्य असंतोष वाला को जब समिति को छाड़ीदे ताला आम दल मजबूत केमती हम सी श्रृंखला रक्षा दृष्टि तार किसी उपादेयता अच्छी किंतु वर्तमान जो स्थिति रे कांग्रेस अच्छी ओडिशा रे से स्थिति रे अधिकरू अधिक नेता को असंतोष को दूर करी समस्ते मिलमिशे कार्य करिवार समय अच्छी सेटा को आमे हरेबा उचित नुह सर मुकिम से मकिम बाबू को विषय एति कहवा जाय पारे सर ही मुकिम शुड नॉट हैव गॉन टू द प्रेस तांकर जा असंतोष थला से लेखालेखी करी हाई कमांड को जणेबा तांकर उचित थला किंतु से ताको जो आपण मानू प्रेस रे कहि देले सेटा बर्तमान फेर अप हो गला मुकिम बाबू जो चिट्ठी लिखले जे सेटा ठीक थला ना परोक्ष भूल थला आपण जन वरिष्ठ नेता हिसाब रे कोन कहै सत लिखिछन मुकिम सत लिखि चिट्ठी आमे कोन चिट्ठी लिखुनु ना आमे कोन आलोचना करूनु किंतु मोर मतरे प्रेस को जीवार नथिला तेणु सी कौन ताकर निष्पत्ति कौन से मन भर नहीं राजनैतिक निष्पत्ति से विषय तो मुझे आलोचना करनी तेणु से विषय में मतामत दवाक चाहे नहीं आपण सभापति सहित आलोचना करेंगे कि एमती चलती दल रे मोर तो थिला इच्छा सभापति सहित आलोचना करने किंतु एपरी गोटे कार्यानुष्ठान ग्रहण कला या केते दूर कार्यकारी हम मु कहि पर माने आपण भी आ चाहू ना आलोचना आलोचना कहीं करूनी आलोचना कर किसी असुविधा अच्छी शशि थरूर केते रकम कथा कहते किछि वरिष्ठ अणदेखा होचंदी कि एबे दल रे आपण लागु हाँ देखा शुणु कांग्रेस नेता मानकर गोटे प्रवृत्ति बा गोटे अभ्यास हो गलानी समस्ते निजको निजे इम्पोर्टाट भावुं विशेष भाव में ओडिशा कांग्रेस गोटे समूह भाव में कार्य करिवार जो वातावरण सृष्टि होगा कथा से वातावरणटा बहुत दिन धरी कांग्रेस दल रे ओडिशा रे ही नाही जोटी हबार आवश्यकता अच्छी ये समय वर्तमान स्थिति रे सबू नेता कर्मी एवं कांग्रेस को चाहूवा लोक मान भितर गोटे समझौता निहती रही अच्छी आंतरिकता रही अच्छी किपरि कांग्रेस दल को सुदृढ़ करवा और दल को पुणी फेरी आनिबा राइट पाथ से जिनस आवश्यकता निश्चय कांग्रेस दल मुख्यमंत्री बड़ कथा कहले कि दल को आईना देखैतिबारु एते बड़ कार्यानुष्ठान आपण लागुची कि दल निजे आत्मसमीक्षा करता आईना देखैतिबारु जेपरी भाव में चिठी लिखिंट सी खूब दारुण भाव में आघात देवर मन भितर किसी प्रतिक्रिया सृष्टि होपरी कार्य कर तेणु ये बासना पाइला परे परे दल तरफ उद्यम हवा कथा था केमती उपशम करने कथा से आम तो करी कि नहीं निजको मु तो केवे सहित आलोचना करी नहीं ए विषय किंतु से आपको जो प्रथम पचारि मुझे या गोटे आभ्यंतरण व्यापार ये आभ्यंतरण व्यापार को निज भितर बसी समाधान करने उचित
ଅସନ୍ତୋଷ ତ ବହୁତ ଲୋକଙ୍କର ଥାଇପାରେ ଅଛି। ତାକୁ ଯେତେ ଶୀଘ୍ର କରାଯାଏ କଂଗ୍ରେସ ଦଳ ତରଫରୁ ଓଡ଼ିଶାରେ ତାକୁ ସମାଧାନ କରିବା ଉଚିତ ଏବଂ ଦଳକୁ ମଜବୁତ କରିବା ଉଚିତ। ଓଡ଼ିଶାର ସବୁ ନେତାମାନଙ୍କୁ ବା ଯେଉଁ କର୍ମୀମାନଙ୍କ ଭିତରେ ଯେଉଁ ଉତ୍ସାହ ସୃଷ୍ଟି କରିବା କଥା, ତାଙ୍କୁ ସମସ୍ତଙ୍କୁ ଏକ କରିବା କଥା, ଗୋଟିଏ ମନରେ ଚାଲି କଂଗ୍ରେସକୁ ସୁଦୃଢ଼ କରିବା କଥା, ଇଏ କାହାର କର୍ତ୍ତବ୍ୟ? ଯେଉଁମାନେ ଏଠି ନେତୃମଣ୍ଡଳୀ ଅଛନ୍ତି, ଯେଉଁମାନେ ସଭାପତି ଅଛନ୍ତି, ଯେଉଁମାନେ AICCର ଦାୟିତ୍ୱରେ ଅଛନ୍ତି, ଏଇଟା ଆମ ସମସ୍ତଙ୍କର କର୍ତ୍ତବ୍ୟ, ମୋର ବି କର୍ତ୍ତବ୍ୟ ଅଛି। ତେଣୁ ଆମେ ଯଦି ଆମ କର୍ତ୍ତବ୍ୟରେ ହେଳା କରିବା ତାହେଲେ ଦଳ ଦୁର୍ବଳ ହେଇଯିବ।